ଆମ ଛୋଟବେଳେ ଦୁର୍ଗା ପୂଜା ଟାଇମ୍‌ରେ ଆମର ଗୋଟେ ନୂଆ ଡ୍ରେସ୍ ଆସିବ। ଆଉ ସେ ନୂଆ ଡ୍ରେସ୍ ପିନ୍ଧିକି ଆମେ ମେଳା ବୁଲିବାକୁ ଯିବୁ, ଠାକୁର ଦର୍ଶନ କରିବାକୁ ଯିବୁ। ଆଉ 2-4 ଜାଗା ମେଢ଼ ଦେଖି ଆଣିବେ ବାବା ବୁଲିକି। ବାସ୍ ସେତିକିରେ ଆମେ ଖୁସି। କିନ୍ତୁ ଏବେ ଯୋଉ ୟୁଟ୍ୟୁବ, ଇନଷ୍ଟାଗ୍ରାମ, ଫେସବୁକ୍ ଆସିଲା ପାଖରୁ ପୂଜା ଆସିଲା ମାନେ ଲାଗୁଛି ଯେମିତି ସପିଂ ସିଜନ୍ ଆସିଗଲା। ଆମର ବି ଆସିବ ସମସ୍ତଙ୍କର ନୂଆ ଲୁଗା ଗୋଟେ ଗୋଟେ। କିନ୍ତୁ ଘର ପାଇଁକିନା କିଛି ଜିନିଷ ନାହିଁ। ଗୋଟେ ଆମକୁ ଫୁଲ ଷ୍ଟାଣ୍ଡ ଆଣିବାର ଥିଲା। କାହିଁକିନା ଆମର ଟିଭି ପଛପଟେ ଜାଗାଟା ଖାଲି ଖାଲି ଦେଖାଯାଉଥିଲା। ସେ ଆଉ ଆମ ଘରେ ସତ କଥା ହେଲା ଆମ ଗାଁରେ ବି ସେସବୁ ଜିନିଷ ଆମେ ବସେଇନୁ କି ଆମର ଏଠି ଭଡ଼ା ଘରେ ବି ଆମେ ବସେଇନୁ। ସେସବୁରେ ଆମର ଏତେ ଏକ୍ସପିରିଏନ୍ସ ନାହିଁ। ମାନେ ଯୋଉ ଘର ସଜାସଜି ଜିନିଷ ବସେଇବା, ଫୁଲଦାନୀ ହେଲା କି କ'ଣ। ତ ଆକ୍ଚୁଆଲି ମୋ ମାଇଣ୍ଡରେ ବି ଆସିନଥିଲା। ଇଚ୍ଛାଟା ହେଉଛି ଆମ ବାବୁଙ୍କର ମାନେ ସ୍ୱାମୀଙ୍କର। ତ ସିଏ କହିଲେ ଗୋଟେ ଫୁଲଦାନୀ ଷ୍ଟାଣ୍ଡ ଆଣିକି ବସେଇବା, ଟିଭି ପଛପଟେ ଖାଲି ଲାଗୁଛି। ତ ସେଇଥିପାଇଁ କି ବାପା ମା ଛୁଆ ଉପରଓଳି ବାହାରିକି ଯାଇକି ଆମେ ପହଞ୍ଚିଥିଲୁ ରାମ ମନ୍ଦିର ସେଇଠି ସାଇଡ଼ରେ ଯୋଉ ରାସ୍ତା ପ୍ରଦର୍ଶନୀ ପଡ଼ିଆ ନା କ'ଣ, ସେଇ ସାଇଡ଼ରେ ସେ ଫୁଲଦାନୀ ଗୁଡ଼ା ବିକ୍ରି ହୁଏ ଆମେ ଆଗରୁ ଦେଖିଥିଲୁ। ତ ଯାଇକି ଆଗ ସେଇଠି ବୁଝିଲୁ, କିନ୍ତୁ ସେଇଟା ଆମ ରେଞ୍ଜ ବାହାରେ ଥିଲା। ତ ଆମେ ସେଇଟା ଆଣିଲୁନି, ପଳେଇ ଆସିଲୁ। ତାପରେ ରାମ ମନ୍ଦିର ଯାଇଥିଲୁ ଯେତେବେଳେ ପାଖକୁ, ସେଇଠି ରାମ ମନ୍ଦିର ଯାଇକି ଠାକୁରଙ୍କ ଦର୍ଶନ କରିକି ସେଠି ଟିକେ ବସିକି ଆସିଲୁ। ମୋ ପୁଅର ଜୋତା ଗୁଡ଼ାକ ସବୁ ଛୋଟ ହେଇଗଲାଣି। ଆଗକୁ ତାର ବର୍ଥଡେ ଆସୁଛି, ସେଥିପାଇଁ ତା ପାଇଁକି ହଳେ ଚପଲ ଆଉ ହଳେ ସୁ ଧରିକି ପଳେଇ ଆସିଲୁ। ତାପରେ ସେଲ୍ଫି ଷ୍ଟାଣ୍ଡ ଗୋଟେ ମୁଁ ଅର୍ଡ଼ର କରିଥିଲି, ସେଇଟା ରୁମ୍ ବାହାରେ ରଖିଦେଇ ଯାଇଥିଲେ। ଆସିଲା ବେଳକୁ ଆମେ ନେଇକି ଆସିକି ତାକୁ ଟିକେ ଚେକ୍ କରିକି ରଖିଦେଲି ସେଲ୍ଫି ଷ୍ଟାଣ୍ଡଟା। ଆଉ ରାମ ମନ୍ଦିର ପାଖରେ ତ ଜିନିଷ ତ କିଣି ହେଲାନି। ପୁଅ ପାଇଁ ଗୋଟେ ଏଇ ଯୋଉ ବବୁଲ୍ସ ଗୁଡ଼ା ଉଡ଼େଇବା ବାଲା ସେଇଗୁଡ଼ା ଗୋଟେ ନେଇ ଆସିଥିଲି। ସେ ତା ପରଦିନ ସକାଳୁ ଏଇଟା ଖେଳୁଥିଲା। ଏଇ ଭିଡ଼ିଓଟା ଥିଲା 10-12 ଦିନ ତଳର। ତ ମୁଁ ସେଠୁ ଦେଖିକି ଆସିଲି ରାମ ମନ୍ଦିର ପାଖରୁ। ଆମକୁ ତ ପସନ୍ଦ ହେଲାଣି। ବଡ଼ ଗୁଡ଼ା କହୁଥିଲା 1400-1500 ଟଙ୍କା, ଆଉ ଛୋଟ ଗୁଡ଼ାକ 700-800 ଟଙ୍କା ଏମିତିଆ କହୁଥିଲେ। ଆଉ ଆମର ବାର୍ଗେନିଂ କରିବାର ବି ସେମିତି ଅଭ୍ୟାସ ନାହିଁ। ମାନେ ଯେହେତୁ ସେ ଜିନିଷରେ ଆମର ଅଭିଜ୍ଞତା ନାହିଁ, ସେଥିପାଇଁ ଆମେ ବି ଜାଣିପାରିଲୁନି କେତେ କ'ଣ ରେଟ୍ କେମିତିଆ ହୁଏ। ତାପରେ ମୁଁ ଅର୍ଡ଼ର କରିଥିଲି ମିଶୋରୁ ଏଇ ଫୁଲ ଦିଟା ଆଉ 2ଟା ଷ୍ଟାଣ୍ଡ। ଆକ୍ଚୁଆଲି ଷ୍ଟାଣ୍ଡ ଗୋଟେ ମୋତେ ହିଁ ଦରକାର ଥିଲା, କିନ୍ତୁ ସେଠି 2ଟା ପେୟାର ଯେ ମିଳୁଥିଲା ବୋଲିକି ଅର୍ଡ଼ର କରିଦେଇଥିଲି। 2ଟା ହିଁ ଆସିଲା। ଆଉ ରାମ ମନ୍ଦିର ପାଖରେ ଯେତିକି ଟଙ୍କା କହୁଥିଲେ ତାର ଅଧା ଦାମରେ ମୋତେ ଏଠି ମିଳିଲା। ମାନେ ଗୋଟେ ଯୋଉ ଷ୍ଟାଣ୍ଡଟା ତା ସହ ଫୁଲ 2ଟା ମିଶିକି 350-370 ପାଖାପାଖି ଏମିତିଆ ପଡ଼ିଲା। ମେ ବି ଟିକେ କ୍ୱାଲିଟି ଡିଫରେନ୍ସ ଥିବ, ଦେଖିବାରେ ବି ଟିକେ କମ୍ ବେଶୀ ଏମିତିଆ ଥିବ, କିନ୍ତୁ ଆମକୁ ଯେମିତିଆ ଦରକାର ଥିଲା ଆମକୁ ମିଳିଗଲା ଆମ ବଜେଟ୍ ଭିତରେ। ଆମେ ଖୁସି। କ୍ୱାଲିଟି ସେମିତିଆ ମୋତେ କିଛି ବେଶୀ ଖରାପ ଲାଗିଲାନି, ଠିକ୍ ଠାକ୍ ଥିଲା। ମାନେ ପଇସା ହିସାବରେ ଜିନିଷ ବି ଠିକ୍ ଠାକ୍ ଥିଲା। ତ ସ୍ୱାମୀଙ୍କର ଇଚ୍ଛା ହେଇଥିଲା ମାନେ ଟିଭି ପଛରେ ଗୋଟେ ଫୁଲ ବସେଇବାର ଇଚ୍ଛାଟା ତାଙ୍କର ପୂରଣ ବି ହେଇଗଲା। ଆଉ ଭଲ ବି ଲାଗିଲା। ମାନେ ଆମ ବଜେଟ୍ ଭିତରେ ପଇସା କମ୍‌ରେ ସୁନ୍ଦର ଦେଖାଗଲା, ସୁନ୍ଦର ଜିନିଷଟା ବି ମିଳିଲା। ଆଉ ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରିକି ନିଶ୍ଚୟ କହିବେ। ରହିଲି। ଜୟ ଜଗନ୍ନାଥ।